ସବୁ ଜିନିଷ ଗୋଟେ ପଟେ ଭାଗ୍ୟ ଗୋଟେ ପଟେ ଆଜ୍ଞା ଆପଣ ଯେତେ ଯାହା କହନ୍ତୁ ଯେତେ ଯାହା କରନ୍ତୁ ମୋ ମୁଣ୍ଡଟାକୁ ମୁଁ ଷ୍ଟ୍ରଙ୍ଗ କରିକି ରଖିବି ବୋଲି ଭାବନ୍ତୁ ରହିପାରିବନି ଯଦି ଭାଗ୍ୟରେ ନଥିବ। ମୋର ଗୋଟେ ସାଙ୍ଗଟେ ଅଛି ହେଲା ସେ ଗୋଟେ ବଢ଼ିଆ କଥାଟେ କହିଥିଲା ଏଇ ଯେଉଁ ଭାଗ୍ୟ କଥା ମୁଁ କହୁଛି ଶୁଣନ୍ତୁ। ବହୁତ ଲୋକ ମୋତେ ସେ କଥା କହିଛନ୍ତି କିନ୍ତୁ ସେ ବଢ଼ିଆ କରି ବୁଝେଇଲା। କହିଲା ଗୋଟେ ଲୋକଟେ ଥିଲା ବହୁତ ଗରିବ ଲୋକଟେ ଥିଲା ବହୁତ ଭଗବାନଙ୍କୁ ଡାକୁଥିଲା ବହୁତ ପ୍ରାର୍ଥନା କରୁଥିଲା ଧରନ୍ତୁ ସେ ଶିବଙ୍କୁ ପ୍ରାର୍ଥନା କରୁଥିଲା କହିଲା ଭଗବାନ ମୋତେ ଟିକେ କ'ଣ କର କ'ଣ ନାହିଁ ଏମିତି ସବୁ କରୁଥିଲା କିନ୍ତୁ ସେ ଲୋକଟା ବହୁତ ଗରିବ ରହୁଥିଲା ତାର ଧନ ସମ୍ପତ୍ତି କିଛି ରହୁନଥିଲା ହେଲା ତ ତାକୁ ଯେତେବେଳେ ବହୁତ ପ୍ରାର୍ଥନା କରୁଥିଲା ପାର୍ବତୀ ତାଙ୍କୁ କହିଲେ ଦେଖନ୍ତୁ ଆପଣଙ୍କୁ ଏତେ ସେ ବଡ଼ ଭକ୍ତ ଅଛି ତାକୁ ଟିକେ ଦୟା କରୁନାହାନ୍ତି ତାକୁ ଟିକେ କିଛି ସମ୍ମାନ କରି ତାକୁ ଟିକେ କିଛି ବରଫର ଦେଇ ଦିଅନ୍ତୁ ସେ କିଛି ପଇସା ପତ୍ର ପାଇ ଖୁସିରେ ରହିବ। ଶିବ କହିଲେ ଦେଖ ତାର ଭାଗ୍ୟରେ ନାହିଁ ହେଲା ତା ଭାଗ୍ୟରେ ନାହିଁ ମୁଁ ଚାହିଁଲେ ବି ମୁଁ ଦେଲେ ବି ସେ ନେଇପାରିବ ନାହିଁ। ତାର ପାର୍ବତୀ ତାଙ୍କୁ ଟିକେ ଯୁକ୍ତି କଲେ ନାଇଁ ନା ତାକୁ ଦିଅ। ସେ ଲୋକଟା ଆସୁଥିଲା ଚାଲି ଚାଲିକିରି ଆସୁଥିଲା ତାକୁ ବାଟରେ ଗୋଟେ କ'ଣ କଲେ ଗୋଟେ ପୁଟୁଳିରେ ସୁନା କିଛି ବାନ୍ଧିକିରି ପକେଇଦେଲେ କହିଲେ ଦେଖ ସେ ରାସ୍ତାରେ ସେ ଆସିବ ସେ ବାଟରେ ସୁନା ପୁଟୁଳି ଅଛି ଆଉ ସେ ନେଇକିରି ଯିବ। ସେ ଲୋକଟା ଚାଲି ଚାଲିକିରି ଆସୁଥିଲା କିଛି ବାଟ ଚାଲିକି ଆସିଲା ପରେ ଆରେ ମୁଁ ତ ସିଧା ଯାଉଛି ଜଙ୍ଗଲରେ ଚାଲି ଚାଲିକି ଯାଉଛି ଏବେ ମୁଁ ଆଖି ବନ୍ଦ କରିକିରି ଯିବି ଦେଖିବି ଅନ୍ଧମାନେ କେମିତି ଯାଉଛନ୍ତି କହିକି ସେ ଯେଉଁ ଜାଗାରେ ସୁନା ପଡ଼ିଥିଲା ତାର ପୂର୍ବରୁ କିଛି ସମୟ ପୂର୍ବରୁ ଆଖି ବନ୍ଦ କରିକି ଚାଲିକି ଗଲା ଆଉ ସେ ଜାଗା ପାର ହେଇକି ପଳେଇଲା ସେ ସୁନା ଦେଖିପାରିଲାନି। ଏଇଟା ଗୋଟେ ଆମର ଲୋକ କଥା ପୌରାଣିକ କଥା ବା ଗୋଟେ ଗପ କିଛି ବି ହେଇପାରେ କିନ୍ତୁ କଥା ଅଛି ଏଇଟା ହେଉଛି ଭାଗ୍ୟ।